प्रभु जीशु ख्रीष्टଙ୍କର ବହୁମୂଲ୍ୟ ନାମରେ ହେବଳ ବାଗ ୟୁଟ୍ୟୁବ୍ ଚ୍ୟାନେଲରେ ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ହୃଦୟ ସହିତ ନମସ୍କାର। ପ୍ରେସ୍ ଲର୍ଡ ପ୍ରଭୁଙ୍କର ଗୌରବ ହଉ। ପୁନର୍ବାର ପ୍ରଭୁ ଆଜି ଆମମାନଙ୍କୁ ତାଙ୍କର ସାନ୍ନିଧ୍ୟକୁ ଆସିବା ପାଇଁ ସୁଯୋଗ ଦେଇଛନ୍ତି, ତାଙ୍କର ବାକ୍ୟ ଶୁଣିବା ପାଇଁ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରିୟମାନେ ଆସନ୍ତୁ, ଆଜି ମଧ୍ୟ ଆମେ ଏକ ନୂଆ ପ୍ରସଙ୍ଗରେ କଥାବାର୍ତ୍ତା ହେବା। ଆଜିର ପ୍ରସଙ୍ଗ ରହିଛି ଆସାମର ଦୁଃଖ କିଏ ବୁଝିବ। ପ୍ରିୟମାନେ, ଆସାମର ଦୁଃଖ କିଏ ବୁଝିବ। ଅନେକ ଦିନ ହେଲା ଆସାମରେ ବନ୍ୟା ହେବା ଦ୍ୱାରା ଲୋକମାନେ ଏବେ ମଧ୍ୟ ସେମାନେ ପାଣି ଘେରରେ ଅଛନ୍ତି। ଏବେ ମଧ୍ୟ ଘର ବୁଡ଼ିକି ରହିଛି। ଏବେ ମଧ୍ୟ ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ପ୍ରିୟମାନେ, ସେମାନଙ୍କୁ ଯତ୍ନ ନେବା ପାଇଁ କେହି ନାହାନ୍ତି। ସେମାନଙ୍କୁ ଖାଦ୍ୟ ଦେବା ପାଇଁ କେହି ମଧ୍ୟ ସେ ସ୍ଥାନକୁ ଯାଉନାହାନ୍ତି। ପ୍ରିୟମାନେ, ସେହି ସ୍ଥାନରେ ଆସାମ ରାଜ୍ୟର ଯେଉଁ ସରକାର ଅଛି, ସେ ସରକାର ସେମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ, ସେ ଆସାମ ରାଜ୍ୟର ମୁଖିଆ ସେମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ, ଆସାମ ରାଜ୍ୟର ମୁଖିଆ କହୁଛନ୍ତି ବନ୍ୟା ତ ହେଇଗଲା, ଆଉ ବନ୍ୟା ହେଲେ ମୁଁ କ'ଣ କରିବି ବୋଲି। ତୁମେ ତ କିଛି କରିପାରିବ ନାହିଁ, କିନ୍ତୁ ସେମାନଙ୍କର ଯତ୍ନ ତ ନେଇପାରିବ। ଯେଉଁମାନେ ବଞ୍ଚିକରି ଅଛନ୍ତି ସେମାନଙ୍କୁ ଖାଦ୍ୟ ତ ଦେଇପାରିବ, ସେମାନଙ୍କୁ କପଡ଼ା ତ ଦେଇପାରିବ, ସେମାନଙ୍କର ଯତ୍ନ ତ ନେଇପାରିବ। ପ୍ରିୟମାନେ, ଅନେକ ଦିନ ହେଲା ଏ ଆସାମର ଲୋକମାନେ ଦୁଃଖ ପାଉଛନ୍ତି, କଷ୍ଟ ପାଉଛନ୍ତି, କିନ୍ତୁ ସେମାନଙ୍କର ଆଡ଼େ କାହାରି ମନ ନାହିଁ। କେ ମଧ୍ୟ ସେଆଡ଼େ ଦେଖୁନାହାନ୍ତି କି ଧ୍ୟାନ ମଧ୍ୟ ସେମାନେ ଦେଉନାହାନ୍ତି। ପ୍ରିୟମାନେ, ଏ ପ୍ରକାର ଅବସ୍ଥାରେ ଆସାମ ବୁଡ଼ିକି ରହିଛି। ପ୍ରିୟମାନେ, ନା ମିଡ଼ିଆ ଯାଉଛନ୍ତି ନା ସରକାର ଯାଉଛି। ପ୍ରିୟମାନେ, ଯେତେବେଳେ ଆସାମରେ ଇଲେକ୍ସନ୍ ଚାଲିଥିଲା ସେହି ସମୟରେ ଆସାମରେ ଲୋକମାନେ ଇଲେକ୍ସନ୍ ପ୍ରଚାର କରିବା ପାଇଁ ପୁରା ଟିମ୍ ସହିତ ଯାଇକିନା ସେମାନେ ରହି ପ୍ରଚାର କରିକି ଆସିଲେ। ଆଉ ଅନେକ ପ୍ରକାର ପ୍ରତିଶ୍ରୁତି ଦେଇକିନା ଆସିଲେ। ସେମାନେ ଆମେ ଆସାମ ପାଇଁ ଏଇଟା କରିବୁ, ସେଇଟା କରିବୁ, ଅନେକ ବିଷୟ ସେମାନଙ୍କୁ ଆଶା ଦେଖେଇକିନା ପଳାଇ ଆସିଲେ। ମାତ୍ର ଏବେ ଯେତେବେଳେ ସେମାନେ ସମସ୍ୟାରେ ପଡ଼ିଛନ୍ତି, ଏବେ ଯେତେବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି, ଅସୁବିଧାରେ ଅଛନ୍ତି, ଏହି ସମୟରେ କେହି ମଧ୍ୟ ଆସାମକୁ ଯାଉନାହାନ୍ତି। ପ୍ରିୟମାନେ, ସମସ୍ତେ ନିଜ ନିଜ କାମରେ ଲାଗିଛନ୍ତି। ପ୍ରିୟମାନେ, ସରକାରର ଦାୟିତ୍ୱ ରହିଛି ଆସାମର ଲୋକମାନଙ୍କର ଯତ୍ନ ନେବା ପାଇଁ, ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ, ସେମାନଙ୍କୁ କପଡ଼ା ଯୋଗାଇବାଟା ଏଇଟା ସରକାରର କର୍ତ୍ତବ୍ୟ ରହିଛି। ଆଉ ସରକାର ନିହାତି ଭାବରେ ସେମାନଙ୍କୁ ଦେବା ଆବଶ୍ୟକ ରହିଛି। ପ୍ରିୟମାନେ, ଅନେକ ଲୋକ ଏବେ ମଧ୍ୟ ପାଣି ଘେରରେ ଅଛନ୍ତି, ଅନେକ ଘର ଏବେ ମଧ୍ୟ ବୁଡ଼ି ଯାଇଛି, ପାଣିରୁ ସେଇ ଘର ଯାକ ମୁକ୍ତ ହେଇନାହିଁ। ଏହି ପ୍ରକାର ଅବସ୍ଥାରେ ଆସାମ ରହିଛି। ପ୍ରିୟମାନେ, ସେ ଆସାମର ଯତ୍ନ ନେବା ପାଇଁ, ଆସାମର ଦୁଃଖ ବୁଝିବା ପାଇଁ ଆଜି ଯାଏ କୌଣସି ନେତାମାନେ ମଧ୍ୟ ସେ ସ୍ଥାନକୁ ଯାଇନାହାନ୍ତି। କେତେ ଦୁଃଖର ବିଷୟ ପ୍ରିୟମାନେ। ସେଥିପାଇଁ ପ୍ରଭୁଙ୍କର ସ୍ତୁତି ହଉ, ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ନା ମିଡ଼ିଆ ଯାଉଛନ୍ତି, ନା ବଡ଼ ବଡ଼ ନେତାମାନେ ଯାଉଛନ୍ତି, ନା କିଏ ଯାଉଛନ୍ତି। କେହି ମଧ୍ୟ ଆସାମର ଦୁଃଖ ବୁଝିବା ପାଇଁ ସେ ସ୍ଥାନକୁ ସେମାନେ ଯାଉନାହାନ୍ତି। କିନ୍ତୁ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମମାନଙ୍କର ଦୁଃଖ କିଏ ବୁଝିବେ? ଆମମାନଙ୍କର ଦୁଃଖ କେବଳ ଆମମାନଙ୍କର ପରମେଶ୍ୱର ବୁଝିବେ। ଆଉ ଆମମାନଙ୍କୁ ପ୍ରତ୍ୟେକ ଦୁଃଖରୁ ଆମମାନଙ୍କୁ ସେ ମୁକ୍ତ କରିବେ, ପ୍ରତ୍ୟେକ ଅଭାବରୁ ସେ ଆମମାନଙ୍କୁ ମୁକ୍ତ କରିବେ, ପ୍ରତ୍ୟେକ ସମସ୍ୟାରୁ ସେ ଆମମାନଙ୍କୁ ମୁକ୍ତ କରିବେ। ପ୍ରିୟମାନେ, ଏହି ପ୍ରକାର ପରମେଶ୍ୱର ଆମମାନଙ୍କର ସହିତ ଅଛନ୍ତି। କିନ୍ତୁ ଆସାମରେ ଯେତେବେଳେ ଇଲେକ୍ସନ୍ ହେଲା, ଆଉ ସେହି ସମୟରେ ଅନେକ ନେତାମାନେ ଗଲେ, ଆଉ ଆମେ ଆସାମ ପାଇଁ ଏଇଟା କରିଦେବୁ, ସେଇଟା କରିଦେବୁ, ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇକିନା ସେମାନେ ପଳାଇ ଆସିଲେ। ମାତ୍ର ଏବେ ଯେତେବେଳେ ସେମାନେ ଅସୁବିଧାରେ ପଡ଼ିଛନ୍ତି, ସେଇ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କର ଯତ୍ନ ନେବା ପାଇଁ କୌଣସି ନେତାମାନେ ଯାଉନାହାନ୍ତି। ପ୍ରିୟମାନେ, କୌଣସି ଯେଉଁ ରାଜ୍ୟରେ ଯେଉଁ ସରକାର ଅଛି, ବା ଆମର ସାରା ଭାରତରେ ଯେଉଁ ସରକାର ଅଛି, ସେମାନେ ଯାଇକରି ସେମାନଙ୍କର ଯତ୍ନ ନେବା କଥା। ପ୍ରିୟମାନେ, ଖାଲି ମୁଁ କରିଦେବି ବୋଲି କହିଲେ ହେବ ନାହିଁ, କରିକି ଦେଖାଇବାକୁ ପଡ଼ିବ। ମାତ୍ର ଆମର ପରମେଶ୍ୱର କହନ୍ତି ମଧ୍ୟ, ଆଉ କରିକି ସେ ଦେଖାନ୍ତି ମଧ୍ୟ। ପ୍ରିୟମାନେ, ଏହି ପ୍ରକାର ବିଶ୍ୱସ୍ତ ପରମେଶ୍ୱରଙ୍କ ସହିତ ଆମେ ଅଛୁ। ପ୍ରିୟମାନେ, ଆମ ଜଗତରେ ଅନେକ ନେତା ମନ୍ତ୍ରୀମାନେ ଅଛନ୍ତି। ପ୍ରିୟମାନେ, ସେମାନେ କଥା ଦିଅନ୍ତି, କିନ୍ତୁ କଥାକୁ ସେମାନେ ରକ୍ଷା କରନ୍ତି ନାହିଁ। କିନ୍ତୁ ଆମର ପରମେଶ୍ୱର କଥା ଦିଅନ୍ତି, ଆଉ କଥାକୁ ମଧ୍ୟ ସେ ରକ୍ଷା କରନ୍ତି। ଏହି ପ୍ରକାର ବିଶ୍ୱସ୍ତ ପରମେଶ୍ୱର ଆପଣଙ୍କ ସହିତ ଆମ ସହିତ ଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ସ୍ତୁତି ହଉ, ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଯେତେବେଳେ ମଧ୍ୟ ଇସ୍ରାଏଲ ଲୋକମାନେ ଦୁଃଖରେ ପଡ଼ିଛନ୍ତି, ଯେତେବେଳେ ମଧ୍ୟ ଇସ୍ରାଏଲ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି, ସେହି ସମୟରେ ଆମର ପରମେଶ୍ୱରଙ୍କ ନିକଟରେ ଯେତେବେଳେ ସେମାନେ ଆସି ସମର୍ପିତ ହୋଇଛନ୍ତି, ଆଉ କ୍ରନ୍ଦନର ସହିତ ପ୍ରାର୍ଥନା କରିଛନ୍ତି, ସେହି ସମୟରେ ଆମର ପରମେଶ୍ୱର ଶୁଣିକିନା ସେମାନଙ୍କର ସମସ୍ୟାର ସମାଧାନ କରୁଛନ୍ତି, ସେମାନଙ୍କୁ ଦୁଃଖରୁ ମୁକ୍ତ କରିଛନ୍ତି, ସେମାନଙ୍କୁ ଯାହା ଆବଶ୍ୟକତା ଯୋଗାଇ ସେମାନଙ୍କୁ ତୃପ୍ତ କରିଛନ୍ତି। ଏହି ପ୍ରକାର ବିଶ୍ୱସ୍ତ ପରମେଶ୍ୱରଙ୍କ ସହିତ ଆମେ ଅଛୁ। ପ୍ରିୟମାନେ, ସେଥିପାଇଁ ଆମେ କେବେ ମଧ୍ୟ ନିରାଶ ଆଉ ହତାଶ ହେବା ଆବଶ୍ୟକ ନାହିଁ। ପ୍ରିୟମାନେ, ଏବେ ମଧ୍ୟ ଆମେ ଆସାମର ଲୋକମାନଙ୍କୁ ଦେଖୁଛୁ। ଆସାମର ଲୋକ ଆଜି ହେଲେ ସରକାର ଆସିବ, ଆମର ଉନ୍ନତି କରିବ, କି ଆମର ଯତ୍ନ ନେବ, କି ଆମର ଦୁଃଖ ବୁଝିବ, ଏବେ ମଧ୍ୟ ଅପେକ୍ଷା କରିକିନା ଅଛନ୍ତି। ମାତ୍ର କୌଣସି ନେତା ସେ ସ୍ଥାନକୁ ଯାଉନାହାନ୍ତି, କୌଣସି ମନ୍ତ୍ରୀମାନେ ସେ ସ୍ଥାନକୁ ଯାଉନାହାନ୍ତି, କୌଣସି ମିଡ଼ିଆ ବାଲା ସେ ସ୍ଥାନକୁ ଯାଉନାହାନ୍ତି, କି ସେମାନଙ୍କର ଦୁଃଖକୁ ସେମାନେ ବୁଝୁନାହାନ୍ତି। ଏହି ପ୍ରକାର ଅବସ୍ଥାରେ ଏବେ ମଧ୍ୟ ଆସାମ ରହିଛି। ପ୍ରିୟମାନେ,
ପ୍ରଭୁଙ୍କର ସ୍ତୁତି ହେଉ। ପ୍ରିୟମାନେ ଆସନ୍ତୁ ଆମେ ସମସ୍ତେ ମିଳିତ ଭାବରେ ଆମେ ଆସାମ ନିମନ୍ତେ ପ୍ରାର୍ଥନା କରିବା। ଆସାମର ଭାଇ ଭଉଣୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା। ଆସାମର ଭାଇ ଭଉଣୀମାନେ ଯେପରି ସୁରକ୍ଷିତ ଜାଗାକୁ ଆସିବେ ଆଉ ସେମାନେ ଯେପରି ସୁରକ୍ଷିତ ହେବେ ଆଉ ସେମାନଙ୍କର ଦୁଃଖ ବୁଝିବା ପାଇଁ କେହି ହେଲେ ସେ ସ୍ଥାନକୁ ଯିବେ ଆଉ ସେମାନଙ୍କର ଦୁଃଖ ବୁଝିବେ, ସେଥିପାଇଁ ଆମେ ପ୍ରାର୍ଥନା କରିବା। ପ୍ରିୟମାନେ ଆସାମର ଲୋକମାନେ ସମସ୍ତେ ଆମର ଭାଇ ଭଉଣୀ ଅଟନ୍ତି, ଆମର ଲୋକ ସେମାନେ ଅଟନ୍ତି। ସେଥିପାଇଁ ସେମାନଙ୍କର ସେଫ୍ ପାଇଁ ଆମେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ରହିଛି। ସେମାନଙ୍କର ଦୁଃଖରୁ ମୁକ୍ତ ହେବା ପାଇଁ ଆମେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ ଆମେ ଯାଇପାରବା ନାହିଁ, କିନ୍ତୁ ଆମର ପ୍ରାର୍ଥନା ଦ୍ୱାରା ଆଉ ଅନ୍ୟମାନେ ଯିବେ ଆଉ ସେମାନଙ୍କୁ ସାହାଯ୍ୟ କରିବେ। ସେଥିପାଇଁ ଆପଣଙ୍କର ପ୍ରାର୍ଥନା ଆଉ ମୋ ପ୍ରାର୍ଥନା ସେମାନଙ୍କୁ ଆବଶ୍ୟକ ରହିଛି। ପ୍ରିୟମାନେ ଆସାମ ରାଜ୍ୟରେ ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ଯେପରି ଆସାମର ଲୋକମାନଙ୍କର ଯତ୍ନ ନେଇପାରିବେ, ସେ ନିଜେ ନଗଲେ ମଧ୍ୟ ତାଙ୍କର ଦଳର ଲୋକମାନଙ୍କୁ ପଠାଇବେ ଆଉ ସେମାନଙ୍କୁ ରିଲିଫ୍ ଦେଇପାରିବେ, ସେମାନଙ୍କୁ କପଡ଼ା ଦେଇପାରିବେ, ସେମାନଙ୍କୁ ଖାଇବା ପାଇଁ ଦେଇପାରିବେ, ସେମାନଙ୍କୁ ଘର ଦେଇ ଥଇଥାନ କରିପାରିବେ। ଏହି ପ୍ରକାର ଭାବରେ ପ୍ରତ୍ୟେକ ଆସାମର ଭାଇ ଭଉଣୀମାନଙ୍କର ଯତ୍ନ ନେଇପାରିବେ। ସେଥିପାଇଁ ଆମେ ବୋଝର ସହିତ ଆମେ ସମସ୍ତେ ଆସାମର ପ୍ରତ୍ୟେକ ଭାଇ ଭଉଣୀମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା, ଯାହାକି ସେ ସ୍ଥାନରେ ଯେଉଁ ସରକାର ଅଛି ସେ ସରକାର ଯିବ ଆଉ ସେମାନଙ୍କୁ ହେଲ୍ପ କରିବ, ସେମାନଙ୍କୁ ସାହାଯ୍ୟ କରିବ, ସେମାନଙ୍କର ଯତ୍ନ ନେବ। ସେଥିପାଇଁ ଆମେ ସେମାନଙ୍କର ସେଫ୍ ପାଇଁ ଆମେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ ପରମେଶ୍ୱର ଆମକୁ ଶିଖାଇଛନ୍ତି ଜଣେ ଲୋକ ଯଦି ଫାନ୍ଦରେ ଅଛି, ଜଣେ ଲୋକ ଯଦି ଦୁଃଖରେ ଅଛି, ଯଦି ଜଣେ ଲୋକ ସମସ୍ୟାର ଅଛି, ଜଣେ ଲୋକ ଅଭାବରେ ଅଛି, ସେମାନଙ୍କର ମୁକ୍ତ ହେବା ପାଇଁ ବା ସେମାନଙ୍କର ଉଦ୍ଧାର ପାଇଁ ସେମାନଙ୍କର ସେଫ୍ ପାଇଁ ଆମେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ରହିଛି। ଆଉ ଏ ସମସ୍ତ ବିଷୟ ଆମର ପରମେଶ୍ୱର ଆମକୁ ଶିଖାଇଛନ୍ତି। ପ୍ରିୟମାନେ ସେଥିପାଇଁ ପରମେଶ୍ୱର ଯାହା ଶିଖାଇଛନ୍ତି ସେ ସମସ୍ତ ବିଷୟ ଆମେ ଆମ ଲୋକମାନଙ୍କ ପାଇଁ କରିବା ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କର ଗୌରବ ହେଉ। ଅନେକ ଯୁବତୀମାନେ, ଅନେକ ଯୁବାମାନେ, ଅନେକ ପୁଅ ଝିଅମାନେ, ଅନେକ ମା ବାପାମାନେ ଆଜି ମଧ୍ୟ ସେମାନେ ପାଣିରେ ବୁଡ଼ିକି ଭାସି ଯାଇଛନ୍ତି। ଆଜି ସେମାନଙ୍କର ପତା ମିଳୁନାହିଁ। ଏହି ପ୍ରକାର ଅବସ୍ଥାରେ ଆସାମ ରହିଛି। ପ୍ରିୟମାନେ କିନ୍ତୁ ସେ ସ୍ଥାନକୁ କୌଣସି ବ୍ୟକ୍ତି ମଧ୍ୟ ଯାଇ ସେମାନଙ୍କର ଯତ୍ନ ନେଇ ପାରୁନାହାନ୍ତି। ପ୍ରିୟମାନେ କମ୍ ସେ କମ୍ ସରକାର ସେ ସ୍ଥାନକୁ ଯିବା କଥା, ସରକାର ଯାଇ ସେମାନଙ୍କର ଯତ୍ନ ନେବା କଥା, ସେମାନଙ୍କୁ ଖାଦ୍ୟ ଯୋଗାଇବା କଥା, ସେମାନଙ୍କୁ ପିନ୍ଧିବା ପାଇଁ କପଡ଼ା ଦେବା କଥା ଆଉ ସେମାନଙ୍କର ଯତ୍ନ ନେବା କଥା। କିନ୍ତୁ ଆଜି ଯାଇ କୌଣସି ତାଙ୍କ ଦଳର କୌଣସି ନେତାମାନେ ସେ ସ୍ଥାନକୁ ଯାଇନାହାନ୍ତି କି କୌଣସି ମିଡ଼ିଆ ସେ ସ୍ଥାନକୁ ଯାଇ ସେମାନଙ୍କର ଦୁଃଖ ବୁଝି ନାହାନ୍ତି। ପ୍ରିୟମାନେ ଯଦି ଆସାମର ଦୁଃଖ ବୁଝିବେ ତାହେଲେ ଆମର ପରମେଶ୍ୱର ବୁଝିବେ ଆଉ ସେମାନଙ୍କର ଯତ୍ନ ଆମର ପରମେଶ୍ୱର ହିଁ ନେବେ। ସେମାନଙ୍କୁ ପ୍ରତ୍ୟେକ ଦୁଃଖରୁ ଆମର ପରମେଶ୍ୱର ହିଁ ସେମାନଙ୍କୁ ମୁକ୍ତ କରିବେ। ସେଥିପାଇଁ ଆସନ୍ତୁ ଆମେ ବୋଝର ସହିତ ଆମେ ସମସ୍ତେ ଆସାମ ନିମନ୍ତେ ଆମେ ପ୍ରାର୍ଥନା କରିବା। ପ୍ରିୟ ଭାଇ ଏବଂ ଭଉଣୀମାନେ ଆମର ପରମେଶ୍ୱର ଆମକୁ ଶିଖାଇଛନ୍ତି ଅନ୍ୟ ପାଇଁ ପ୍ରାର୍ଥନା କରିବା ନିମନ୍ତେ। ପ୍ରିୟମାନେ ଆସନ୍ତୁ ଆମେ ସମସ୍ତେ ମିଶିବା ଆଉ ଆମେ ଆସାମର ଉନ୍ନତି ନିମନ୍ତେ ଆଉ ଆସାମର ଭାଇ ଭଉଣୀମାନଙ୍କର ଉଦ୍ଧାର ନିମନ୍ତେ, ଆସାମର ଭାଇ ଭଉଣୀମାନଙ୍କର ପ୍ରତ୍ୟେକ ବିଷୟ ଯେପରି ଲୋକମାନେ ଯାଇକିନା ଯୋଗାଇବେ ସେଥି ନିମନ୍ତେ ଆମେ ସମସ୍ତେ ମିଳିତ ଭାବରେ ବୋଝର ସହିତ ଆମେ ଆସାମ ନିମନ୍ତେ ଆମେ ପ୍ରାର୍ଥନା କରିବା। ପ୍ରିୟମାନେ ଆମର ପ୍ରାର୍ଥନା ଶୁଣିବା ପାଇଁ ଆଉ ପ୍ରାର୍ଥନାର ଉତ୍ତର ଦେବା ପାଇଁ ଆମର ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି ଆଉ ସେ ଆମ ପାଖରେ ଅଛନ୍ତି। ସେଥିପାଇଁ ଆମେ କ'ଣ କରିବା, ଆମେ ଆସାମର ଲୋକମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା। କିନ୍ତୁ ଆସନ୍ତୁ ଆମେ ଗୋଟେ ବାକ୍ୟ ଦେଖିବା। ଆଉ ଯେତେବେଳେ ଆମର ଇସ୍ରାଏଲ ଲୋକମାନେ ଯେତେବେଳେ ସମସ୍ୟାରେ ପଡ଼ିଛନ୍ତି ଆଉ ସେତେବେଳେ ସେମାନେ କ'ଣ କରୁଛନ୍ତି, କ୍ରନ୍ଦନର ସହିତ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ଆଉ ସେମାନଙ୍କ ପ୍ରାର୍ଥନାକୁ ଶୁଣି ପରମେଶ୍ୱର ସେମାନଙ୍କର ସମାଧାନ କରୁଛନ୍ତି। ଆମେ ଆସନ୍ତୁ ବାକ୍ୟ ଦେଖି ଉତ୍ସାହିତ ହେବା। ଗୀତ ସଂହିତା 22 ପର୍ବ ତାର 5 ପଦରେ ଏପରି ଲେଖାଯାଏ, ସେମାନେ ତୁମ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ, ସେମାନେ ତୁମଠାରେ ବିଶ୍ୱାସ କଲେ ଆଉ ଲଜ୍ଜିତ ନହେଲେ। ପ୍ରିୟମାନେ ଯେତେବେଳେ ସେମାନେ ଅଭାବରେ ପଡ଼ିଛନ୍ତି, ସେମାନେ ରୋଗରେ ପଡ଼ିଛନ୍ତି, ସେମାନେ ଦୁଃଖରେ ବୁଡ଼ିଛନ୍ତି, ସେହି ସମୟରେ ସେମାନେ କ'ଣ କଲେ, ବିଶ୍ୱାସ କରି ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ଆସି କ୍ରନ୍ଦନ କଲେ ଆଉ ପ୍ରାର୍ଥନା କଲେ ଆଉ ପ୍ରଭୁ ସେମାନଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ ଆଉ ସେମାନେ ଲଜ୍ଜିତ ହେଇନାହାନ୍ତି। ସେମାନେ ଯେଉଁ ବିଷୟରେ ବିଶ୍ୱାସ କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ ପ୍ରଭୁ ସେମାନଙ୍କୁ ଯୋଗାଇଲେ ଆଉ ସେମାନେ ସମସ୍ତ ବିଷୟ ପ୍ରାପ୍ତ ହୋଇ ଆଉ ସେମାନେ ଆନନ୍ଦ ଆଉ ଖୁସିରେ ପ୍ରଭୁଙ୍କର ଗୌରବ କଲେ, ପ୍ରଭୁଙ୍କର ସ୍ତୁତି କଲେ, ପ୍ରଭୁଙ୍କର ପ୍ରଶଂସା କଲେ। ପ୍ରିୟମାନେ ସେଇ ବାକ୍ୟ ସ୍ଥାନ ଲେଖାଯାଇଛି, ସେମାନେ ତୁମ ନିକଟରେ କ୍ରନ୍ଦନ କଲେ। ପ୍ରିୟମାନେ ଯେତେବେଳେ ଏମାନେ ଦୁଃଖରେ ବୁଡ଼ିଛନ୍ତି, ଯେତେବେଳେ ଏମାନେ ସମସ୍ୟାରେ ଅଛନ୍ତି, ଯେତେବେଳେ ଏମାନେ ଅଭାବରେ ଅଛନ୍ତି, ସେହି ସମୟରେ କ'ଣ କଲେ, ପରମେଶ୍ୱରଙ୍କ ନିକଟରେ ଯାଇ ଇସ୍ରାଏଲ ଲୋକମାନେ କ୍ରନ୍ଦନ କଲେ। ଆଉ ଯେତେବେଳେ ଇସ୍ରାଏଲ ଲୋକମାନେ କ୍ରନ୍ଦନ କରୁଛନ୍ତି ସେମାନଙ୍କର କ୍ରନ୍ଦନ ଶୁଣିବା ପାଇଁ ପରମେଶ୍ୱର ବିଶ୍ୱସ୍ତ ଭାବରେ ସେମାନଙ୍କର କ୍ରନ୍ଦନକୁ ସେ ଶୁଣିଲେ ଆଉ ସେମାନଙ୍କୁ କ'ଣ କଲେ, ପ୍ରତ୍ୟେକ ବିଷୟରୁ ମୁକ୍ତ କଲେ, ସେମାନଙ୍କୁ ପ୍ରତ୍ୟେକ ବିଷୟରେ ସେମାନଙ୍କୁ ଉଦ୍ଧାର କଲେ ଆଉ ସେମାନଙ୍କୁ ଶାନ୍ତି ଆଉ ଆନନ୍ଦରେ ସେମାନଙ୍କୁ ପରିପୂର୍ଣ୍ଣ କଲେ। ପ୍ରିୟମାନେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ। ଯେତେବେଳେ କ୍ରନ୍ଦନ କରୁଛନ୍ତି ସେତେବେଳେ ପ୍ରଭୁ କ'ଣ କରୁଛନ୍ତି, ସେମାନଙ୍କୁ ସମସ୍ୟାରୁ ଉଦ୍ଧାର କରୁଛନ୍ତି, ରୋଗରୁ ଉଦ୍ଧାର କରୁଛନ୍ତି। ପ୍ରିୟମାନେ ଯୁଦ୍ଧରୁ ସେମାନଙ୍କୁ ଉଦ୍ଧାର କରୁଛନ୍ତି। ଏ ପ୍ରକାର ପ୍ରତ୍ୟେକ ବିଷୟରୁ ଆମର
ଆମର ଇସ୍ରାଏଲ ଲୋକମାନଙ୍କୁ ପ୍ରଭୁ କ'ଣ କରୁଛନ୍ତି, ସେମାନଙ୍କୁ ଉଦ୍ଧାର କରୁଛନ୍ତି। ପ୍ରିୟମାନେ, ଆମର ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର। ଆମର ଦୁଃଖ ସେ ଦେଖିପାରନ୍ତି ନାହିଁ, ଆମର ଅଭାବକୁ ସେ ଦେଖିପାରନ୍ତି ନାହିଁ, ଆମର କଷ୍ଟକୁ ସେ ଦେଖିପାରନ୍ତି ନାହିଁ। ଯେତେବେଳେ ମଧ୍ୟ ଆମେ ତାଙ୍କ ସାନ୍ନିଧ୍ୟକୁ ଯାଇ ଆମେ ପ୍ରାର୍ଥନା କରିବୁ, ସେ ପ୍ରାର୍ଥନା ଶୁଣି ସବୁ ବିଷୟରେ ମୁକ୍ତ କରି ଆମକୁ ଶାନ୍ତି ଆଉ ଆନନ୍ଦ ଦେବା ପାଇଁ ସେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ଆଉ ଆଜି ମଧ୍ୟ ସେଇ ପରମେଶ୍ୱର ଆସାମର ଭାଇ ଭଉଣୀମାନଙ୍କ ସହିତ ଅଛନ୍ତି। ଆଉ ଆମର ପରମେଶ୍ୱର ନିଶ୍ଚୟ ଆସାମର ଭାଇ ଭଉଣୀମାନଙ୍କର ଯତ୍ନ ନେବେ, ଏହା ମୋର ବିଶ୍ୱାସ। ପ୍ରିୟମାନେ, ଆସନ୍ତୁ ଆମେ ସମସ୍ତେ ମିଶି ଆସାମର ଭାଇ ଭଉଣୀମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା। ପ୍ରଭୁ ଆସନ୍ତୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।